30 ଜୁନ୍ ବନ୍ଦ ହୋଇଯିବ କାଗଜ ନୋଟ୍। ଆରବିଆଇ ଆଣିବ ପ୍ଲାଷ୍ଟିକ୍ କରେନ୍ସି। ଜାଣନ୍ତୁ ଏହି ବାବଦରେ ସରକାରଙ୍କ ସୂଚନା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଆରବିଆଇ ବିଷୟରେ ବିଭିନ୍ନ ଖବର ପ୍ରସାରିତ ହେଉଛି। ଆରବିଆଇ ଖୁବ୍ ଶୀଘ୍ର ଭାରତରେ କାଗଜ ନୋଟ୍ ଉପରେ ପ୍ରତିବନ୍ଧକ ଲଗାଇବ ଏବଂ ସେଗୁଡ଼ିକୁ ପ୍ଲାଷ୍ଟିକ୍ ନୋଟ୍ ସହିତ ବଦଳାଯିବ। ଯଦିଓ ଏହି ତାରିଖ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ସରକାରୀ ଘୋଷଣା ହୋଇନାହିଁ, ତଥାପି ଏହି ତାରିଖ ସୋସିଆଲ ମିଡିଆରେ ପ୍ରକାଶ ପାଇଛି, ଯାହା ବ୍ୟବହାରକାରୀଙ୍କ ମଧ୍ୟରେ ଯଥେଷ୍ଟ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର। ସୋସିଆଲ ମିଡିଆରେ ଏକ ଖବର ଦ୍ରୁତଗତିରେ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଇଛି ଯେ ଆରବିଆଇ ଜୁନ୍ 30 ତାରିଖରୁ କାଗଜ ନୋଟ୍ ଉପରେ ରୋକ ଲଗାଇବାକୁ ଯାଉଛି। ସେହି ତାରିଖରେ ପ୍ଲାଷ୍ଟିକ୍ କରେନ୍ସିର ଲଞ୍ଚ କରାଯିବ। ଏହି ଖବର ଲୋକଙ୍କ ମଧ୍ୟରେ ବ୍ୟାପକ ଆତଙ୍କ ସୃଷ୍ଟି କରିଥିଲା। ସେମାନଙ୍କୁ 2016ର ନୋଟବନ୍ଦୀ ମନେ ପକାଇ ଦେଇଥିଲା। ତଥାପି ପୋଷ୍ଟଟି ଭାଇରାଲ ହେବା ପରେ ସରକାର ଏବେ ପ୍ରତିକ୍ରିୟା ଦେଇଛନ୍ତି। ଏହି ଭିଡିଓକୁ ସରକାର ଦ୍ୱାରା ଅନୁମୋଦିତ ପିଆଇବିର ସରକାରୀ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ସେୟାର କରାଯାଇଛି। ଏଜେନ୍ସି ଏହାକୁ ସମ୍ପୂର୍ଣ୍ଣ ନକଲି ଘୋଷଣା କରିଛି। ଏହି ଦାବି ସମ୍ପୂର୍ଣ୍ଣ ନକଲି। ଆରବିଆଇ ଅନୁଯାୟୀ 30 ଜୁନ୍ 2026 ସୁଦ୍ଧା କାଗଜ ମୁଦ୍ରା ନୋଟ୍ ବନ୍ଦ କରିବା କିମ୍ବା ପ୍ଲାଷ୍ଟିକ୍ ନୋଟ୍ ସହିତ ବଦଳାଇବାର କୌଣସି ଯୋଜନା ନାହିଁ। ଏଜେନ୍ସି ଲୋକଙ୍କୁ ଏପରି କୌଣସି ଭୁଲ ସୂଚନା ଉପରେ ବିଶ୍ୱାସ ନ କରିବାକୁ ଅନୁରୋଧ କରିଛି। ସେମାନେ ଲେଖିଛନ୍ତି, ସଠିକ୍ ସୂଚନା ପାଇଁ ସର୍ବଦା ସରକାରୀ ଆରବିଆଇ ୱେବସାଇଟ୍ ଯାଞ୍ଚ କରନ୍ତୁ। ସୂଚନା ସେୟାର କରିବା ପୂର୍ବରୁ ସର୍ବଦା ସରକାରୀ ସୂତ୍ର ସହିତ ଯାଞ୍ଚ କରନ୍ତୁ। ଭାରତ ସରକାରଙ୍କ ସହ ଜଡ଼ିତ ସନ୍ଦେହଜନକ ସୂଚନା ପିଆଇବି ଫ୍ୟାକ୍ଟ ଚେକ୍ରେ ରିପୋର୍ଟ କରନ୍ତୁ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।